ଭୁଲା ମଣିଷଙ୍କ ଗାଁ। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯେଉଁଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏଠାକାର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ବୟସ 102 ବର୍ଷ ହୋଇଥିବା ବେଳେ ସବୁଠୁ କନିଷ୍ଠ ବାସିନ୍ଦା 40 ବର୍ଷର। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର ରହିଛି। ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠିକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜୀଇବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ହେଲେନ ଅମିବା ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତିବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ସାଙ୍ଗମାନେ, ଏମିତି ଭୁଲା ମଣିଷଙ୍କ ଗାଁ ବି ପୃଥିବୀରେ ଅଛି।